ଅପାଦାନ କାରକ କ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା ଜଣାଗଲେ ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହୁଏ ତାହାର ଅପାଦାନ କାରକ ହୋଇଥାଏ। ଉଦାହରଣ, ଗଛରୁ ପତ୍ର ପଡ଼ିଲା। ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା, ଗଛଠାରୁ ପତ୍ର ବିଚ୍ଛିନ୍ନ ହୋଇ ତଳେ ପଡ଼ୁଛି। ତାହେଲେ ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହେବ ତାର ଅପାଦାନ କାରକ ହେବ ଗଛରୁ, ତେଣୁ ଗଛରୁ ହେବ ଆମର ଅପାଦାନ କାରକ। ଆକାଶରୁ ଧୂମକେତୁ ଛିଣ୍ଡିଲା। କ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା ଜଣାଗଲେ ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହୁଏ ତାର ଅପାଦାନ। ଆକାଶଠାରୁ ବିଚ୍ଛିନ୍ନ ହେଉଛି ଧୂମକେତୁ। ଆକାଶରୁ ଧୂମକେତୁ ଛିଣ୍ଡିଲା, ତେଣୁ ଆକାଶରୁ ହେବ ଆମର ଅପାଦାନ କାରକ। ପର୍ବତରୁ ପଥର ଖସିଲା।